जय जगन्नाथ पिला माने आशा करुछि आपण माने बहुत भलरे थिबो। तो पिला माने आज आमे आलोचना करिबा गौतम बुद्धंक जीवनी एवं वाणी। देख पिला माने आलोचना करबा पूर्वरु सर्वप्रथमे टिके जानि नेबा उचित जे आमर बौद्ध धर्म काहेकि सृष्टि होतिला। देख पिला माने परवर्ती वैदिक जुगरे ब्राह्मण माने साधारण लोक मानकु अधिकांश अत्याचार करथिले। तेणु ଏହି ଅତ୍ୟାଚାରରୁ ଲୋକମାନଙ୍କୁ ମୁକ୍ତ କରିବା ପାଇଁ ବୌଦ୍ଧ ଧର୍ମ ସୃଷ୍ଟି ହୋଇଥିଲା। ଓକେ ପିଲାମାନେ ବୁଝା ପଡ଼ିଲା। ତ ଚାଲନ୍ତୁ ଆମର ଉପକ୍ରମଟିକୁ ଆରମ୍ଭ କରିବା। ଦେଖ ପିଲେ, ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ବୌଦ୍ଧ ଧର୍ମ ସୃଷ୍ଟି ହୋଇଥିଲା। ଏହି ଧର୍ମ ବ୍ରାହ୍ମଣ ଧର୍ମକୁ ଶକ୍ତ ଧକ୍କା ଦେଇଥିଲା। ବୈଦିକ ଯୁଗର ଜାତି ପ୍ରଥା, ଜଟିଳ ପ୍ରଥା, ପୂଜା ପଦ୍ଧତି ଓ କର୍ମକାଣ୍ଡ ସମାଜକୁ ସମ୍ପୂର୍ଣ୍ଣ ଗ୍ରାସ କରିଥିଲା, ଯାହା ଫଳରେ ଲୋକମାନେ ଅତ୍ୟାଚାର ହେଉଥିଲେ। ଓକେ ପିଲାମାନେ ବୁଝା ପଡ଼ିଲା। ତ ଚାଲନ୍ତୁ ଆଲୋଚନା କରିବା। ଏହି ମାୟାଜାଲରୁ ମୁକ୍ତ କରିବା ପାଇଁ ଗୌତମ ବୁଦ୍ଧ ପ୍ରୟାସ କରିଥିଲେ। ମହାବୀରଙ୍କ ଠାରୁ ସେ ତାଙ୍କର ସରଳ ବାଣୀକୁ ପ୍ରଚାର କରିଥିଲେ। ଏସିଆର ଅଗଣିତ ଲୋକମାନଙ୍କୁ ଅନ୍ଧକାରରୁ ଦୂର କରି ଆଲୋକ ପ୍ରଦାନ କରିଥିବାରୁ ତାଙ୍କୁ ଏସିଆର ଆଲୋକ କୁହାଯାଏ। ଓକେ ପିଲାମାନେ ବୁଝା ପଡ଼ିଲା। ତ ପିଲାମାନେ ଚାଲନ୍ତୁ ଆଲୋଚନା କରିବା ଗୌତମ ବୁଦ୍ଧଙ୍କ ପ୍ରାରମ୍ଭିକ ଜୀବନୀ। ଦେଖ ପିଲାମାନେ, ଖ୍ରୀଷ୍ଟପୂର୍ବ 567 ଶତାବ୍ଦୀରେ ଗୌତମ ବୁଦ୍ଧ ନେପାଳ ନିକଟସ୍ଥ ଲୁମ୍ବିନୀ ଉପବନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ସୁଧୋଧନ, ଯିଏକି ଶାକ୍ୟ ବଂଶର ରାଜା ଥିଲେ, ଏବଂ ମାତା ମାୟାଦେବୀ। ବୁଝା ପଡ଼ିଲା ପିଲାମାନେ। ବୁଦ୍ଧଙ୍କ ଜନ୍ମ ହେବାର 7 ଦିନ ପରେ ତାଙ୍କ ମାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମାଉସୀ ଦ୍ୱାରା ବା ତାଙ୍କ ମାଉସୀଙ୍କ ନାମ ଗୌତମୀ ଥିଲା ପିଲାମାନେ। ତାଙ୍କ ମାଉସୀ ଗୌତମୀ ଦ୍ୱାରା ସେ ଲାଳିତ ପାଳିତ ହୋଇଥିଲେ, ତେଣୁ ତାଙ୍କ ନାମ ଗୌତମ ହୋଇଥିଲା, ଏବଂ ତାଙ୍କ ବାଲ୍ୟ ନାମ ସିଦ୍ଧାର୍ଥ ଥିଲା। ବୁଝା ପଡ଼ିଲା ପିଲାମାନେ। ତ ପିଲାମାନେ ଚାଲନ୍ତୁ ଆଲୋଚନା କରିବା ଗୌତମ ବୁଦ୍ଧଙ୍କ ବୈବାହିକ ଜୀବନୀ ଓ ଗୃହ ତ୍ୟାଗ। ଦେଖ ପିଲାମାନେ, ଗୌତମ ବୁଦ୍ଧ ରାଜକୀୟ ବିଦ୍ୟା ଓ ଧନୁର୍ବିଦ୍ୟାରେ ସମସ୍ତ ଶିକ୍ଷା ଲାଭ କରିଥିଲେ ଏବଂ ଉପଯୁକ୍ତ ସମୟରେ ବିବାହ ମଧ୍ୟ କରିଥିଲେ। ତାଙ୍କର ପତ୍ନୀଙ୍କ ନାମ ଥିଲା ଯଶୋଧରା ଏବଂ ତାଙ୍କର ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା, ଯାହାର ନାମ ଥିଲା ରାହୁଳ। ଦିନେ ଗୌତମ ବୁଦ୍ଧ ଘୋଡ଼ା ଧରି ତାଙ୍କ ରାଜ୍ୟ ଭ୍ରମଣ ପାଇଁ ବାହାରି ପଡ଼ିଥିଲେ। ଓକେ ପିଲାମାନେ, ଏହି ବାହାରି ପଡ଼ିଥିଲା ସମୟରେ ବା ସେ ଭ୍ରମଣ କରିବା ସମୟରେ 4ଟି ଦୃଶ୍ୟ ଦେଖି ସଂସାର ତ୍ୟାଗ କରିବା ପାଇଁ ମନସ୍ଥ କରିଥିଲେ। ତ ପିଲାମାନେ ସେଇ 4ଟି ଦୃଶ୍ୟ କ'ଣ କ'ଣ ଚାଲନ୍ତୁ ଆଲୋଚନା କରିବା। ସେଇ 4ଟି ଦୃଶ୍ୟରୁ ପ୍ରଥମ ଦୃଶ୍ୟଟି ହେଉଛି ଗୋଟିଏ ବୃଦ୍ଧ ବ୍ୟକ୍ତି, ଗୋଟିଏ ରୋଗରେ ପଡ଼ି ରହିଥିବା ବ୍ୟକ୍ତି, ଗୋଟିଏ ଶବ ଏବଂ ଗୋଟିଏ ସନ୍ନ୍ୟାସୀ। ଏହି 4ଟି ଦୃଶ୍ୟକୁ ଗୌତମ ବୁଦ୍ଧ ମାନେ ଦେଖି ସଂସାର ତ୍ୟାଗ କରିବା ପାଇଁ ମନସ୍ଥ କରିଥିଲେ। ତ ପିଲାମାନେ, ଦିନେ ରାଜପ୍ରସାଦରେ ସମସ୍ତେ ଶୋଇଥିବା ସମୟରେ ନିଜ ସ୍ତ୍ରୀ ପୁତ୍ରଙ୍କୁ ଛାଡ଼ି ସେ ସନ୍ନ୍ୟାସୀ ହୋଇଯାଇଥିଲେ। ଏହି ଘଟଣାକୁ ବୌଦ୍ଧ ଧର୍ମରେ ମହାବିନିଷ୍କ୍ରମଣ କୁହାଯାଏ। ଓକେ ପିଲାମାନେ। ତ ପିଲାମାନେ ଚାଲନ୍ତୁ ଆଲୋଚନା କରିବା ଗୌତମ ବୁଦ୍ଧଙ୍କ ସନ୍ନ୍ୟାସ ଜୀବନୀ କିପରି ଥିଲା। ଓକେ ପିଲାମାନେ, ବୁଦ୍ଧ ଗୃହତ୍ୟାଗ କରିବା ପରେ ଆଲାରାକାରମ ଓ ରୁଦ୍ରକ ରାମକ ପୁତ୍ର ଠାରୁ ଶିକ୍ଷା ଲାଭ କରିଥିଲେ, କିନ୍ତୁ ସେହି ଶିକ୍ଷାରେ ସନ୍ତୁଷ୍ଟ ନ ହୋଇ ଡର୍ବିଲକୁ ପଳାୟନ କରିଥିଲେ। ମାତ୍ର ସତ୍ୟର ଅନୁସନ୍ଧାନ ନ କରିବାରୁ ଅତ୍ୟନ୍ତ ବ୍ୟସ୍ତ ହୋଇପଡ଼ିଥିଲେ। ଶେଷରେ ସୁଜାତା ନାମକ ଏକ ଗୌଡ଼ଣୀ ଝିଅଠାରୁ କ୍ଷୀର ଖାଇ ଜୀବନ ବଞ୍ଚାଇଥିଲେ। ଏହାପରେ ସେ ନିରଞ୍ଜନା ନଦୀ କୂଳେ ସ୍ନାନ କରି ଏକ ଅଶ୍ୱତଥ ବୃକ୍ଷ ମୂଳରେ ସାଧନା କରିଥିଲେ। ସେତେବେଳେ ସେ ଦିବ୍ୟ ଜ୍ଞାନ ଅର୍ଜନ କରିଥିଲେ ଏବଂ ସେ ବୁଦ୍ଧ ନାମରେ ପରିଚିତ ହୋଇଥିଲେ। ପିଲାମାନେ, ସେହି ବୃକ୍ଷକୁ ବା ଯେଉଁ ବୃକ୍ଷ ମୂଳେ ବସି ଦିବ୍ୟ ଜ୍ଞାନ ଅର୍ଜନ କରିଥିଲେ, ସେହି ବୃକ୍ଷକୁ ବୋଧିଦ୍ରୁମ ରୂପେ
ପରିଚିତ ବା ବୋଧିଧର୍ମ କୁହାଯାଏ ଏବଂ ସେହି ସ୍ଥାନକୁ ବୁଦ୍ଧଗୟା କୁହାଗଲା, ଯେଉଁ ସ୍ଥାନରେ ଗୌତମ ବୁଦ୍ଧ ତପସ୍ୟା କରି ଦିବ୍ୟ ଜ୍ଞାନ ଅର୍ଜନ କରିଥିଲେ। ତ ଚାଲନ୍ତୁ ପିଲାମାନେ ଆଲୋଚନା କରିବା ଗୌତମ ବୁଦ୍ଧଙ୍କ ଧର୍ମ ପ୍ରଚାର ଓ ମୃତ୍ୟୁ। କିଛି ସ୍ୱଳ୍ପ ଜ୍ଞାନ ପ୍ରାପ୍ତ ହୋଇଥିବାରୁ ଗୌତମ ବୁଦ୍ଧ ଧର୍ମ ପ୍ରଚାର କରିବେ କି ନାହିଁ ଦ୍ୱନ୍ଦ୍ୱରେ ପଡ଼ିଗଲେ। ଶେଷରେ ସମାଜର କଲ୍ୟାଣ ପାଇଁ ଦିବ୍ୟ ଜ୍ଞାନକୁ ପ୍ରଚାର କରିବେ ବୋଲି ମନସ୍ଥ କରିଥିଲେ। ବାରାଣାସୀର ସାରନାଥଠାରେ 5 ଜଣ ବ୍ରାହ୍ମଣକୁ ନିଜ ବାଣୀ ପ୍ରଚାର କରି ବୌଦ୍ଧ ଧର୍ମରେ ଦୀକ୍ଷିତ କରିଥିଲେ। ଏହି ପ୍ରଥମ ଧର୍ମ ପ୍ରଚାରକୁ ବୌଦ୍ଧ ଧର୍ମରେ ଧର୍ମଚକ୍ର ପ୍ରବର୍ତ୍ତନ ବୋଲି ପ୍ରସିଦ୍ଧ ଲାଭ କରିଥିଲା। ତ ପିଲାମାନେ ଶେଷରେ ସେ 486 ବା ଖ୍ରୀଷ୍ଟପୂର୍ବ 486 ଶତାବ୍ଦୀରେ ଉତ୍ତରପ୍ରଦେଶର ଗୋରଖପୁରର କୁଶିନାରାଠାରେ ଇହଲୀଳା ସମ୍ବରଣ କରିଥିଲେ ବା ମୃତ୍ୟୁବରଣ କରିଥିଲେ। ଏହାପରେ ତାଙ୍କର ଶିଷ୍ୟମାନେ ତାଙ୍କର ଧର୍ମକୁ ପ୍ରଚାର କରିଥିଲେ। ତ ପିଲାମାନେ ଚାଲନ୍ତୁ ଆଲୋଚନା କରିବା ଗୌତମ ବୁଦ୍ଧଙ୍କ ବା ବୌଦ୍ଧ ଧର୍ମର ବାଣୀ। ସେ ବାଣୀ କ'ଣ କ'ଣ ଲୋକମାନଙ୍କୁ ପ୍ରଚାର କରିଥିଲେ। ତ ପିଲାମାନେ ପ୍ରଥମେ ଆସିବ 4 ଆର୍ଯ୍ୟ ସତ୍ୟ। ଦେଖ ପିଲାମାନେ 4 ଆର୍ଯ୍ୟ ସତ୍ୟର ଅର୍ଥ ହେଲା ଏହି ସାଂସାରିକ ଜୀବନରୁ ମୁକ୍ତି ଲାଭ କରିବା ପାଇଁ ବୁଦ୍ଧ 4ଟି ସତ୍ୟ ପ୍ରଦାନ କରିଥିଲେ, ଯାହାକୁ ବୌଦ୍ଧ ଧର୍ମରେ 4 ଆର୍ଯ୍ୟ ସତ୍ୟ କୁହାଯାଏ। ଓକେ ପିଲାମାନେ ସେହି 4 ଆର୍ଯ୍ୟ ସତ୍ୟ ବା 4ଟି ସତ୍ୟ କ'ଣ କ'ଣ ଚାଲନ୍ତୁ ଆଲୋଚନା କରିବା। ପ୍ରଥମ ହେଉଛି ପିଲାମାନେ ଦୁଃଖ। ଏହାର ଅର୍ଥ ଏ ସଂସାର ଦୁଃଖମୟ। ଓକେ ପିଲାମାନେ ଦ୍ୱିତୀୟଟି ହେଉଛି ଦୁଃଖ ସମୁଦାୟ, ଅର୍ଥ ଦୁଃଖର କାରଣ ହେଉଛି କାମନା। ଓକେ ପିଲାମାନେ ତ ତୃତୀୟଟି କ'ଣ ପିଲାମାନେ? ତୃତୀୟଟି ହେଉଛି ଦୁଃଖ ନିରୋଧ। ଏହାର ଅର୍ଥ କାମନାର ବିନାଶରେ ଦୁଃଖର ବିନାଶ। ଓକେ ପିଲାମାନେ ତ ଚତୁର୍ଥଟି କ'ଣ ପିଲାମାନେ? ଦୁଃଖର ନିରୋଧ। ଏହାର ଅର୍ଥ ପିଲାମାନେ ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ ବା ଆର୍ଯ୍ୟ ଅଷ୍ଟାଙ୍ଗ ଦୁଃଖରୁ ମୁକ୍ତି ଦିଏ। ଓକେ ପିଲାମାନେ ତ ପିଲାମାନେ ଚାଲନ୍ତୁ ଆଲୋଚନା କରିବା ଗୌତମ ବୁଦ୍ଧଙ୍କ ବା ବୌଦ୍ଧ ଧର୍ମର ବାଣୀ। ସେ ବାଣୀ କ'ଣ କ'ଣ ଲୋକମାନଙ୍କୁ ପ୍ରଚାର କରିଥିଲେ। ତ ପିଲାମାନେ ପ୍ରଥମେ ଆସିବ 4 ଆର୍ଯ୍ୟ ସତ୍ୟ। ଦେଖ ପିଲାମାନେ 4 ଆର୍ଯ୍ୟ ସତ୍ୟର ଅର୍ଥ ହେଲା ଏହି ସାଂସାରିକ ଜୀବନରୁ ମୁକ୍ତି ଲାଭ କରିବା ପାଇଁ ବୁଦ୍ଧ 4ଟି ସତ୍ୟ ପ୍ରଦାନ କରିଥିଲେ, ଯାହାକୁ ବୌଦ୍ଧ ଧର୍ମରେ 4 ଆର୍ଯ୍ୟ ସତ୍ୟ କୁହାଯାଏ। ଓକେ ପିଲାମାନେ ସେହି 4 ଆର୍ଯ୍ୟ ସତ୍ୟ ବା 4ଟି ସତ୍ୟ କ'ଣ କ'ଣ ଚାଲନ୍ତୁ ଆଲୋଚନା କରିବା। ପ୍ରଥମ ହେଉଛି ପିଲାମାନେ ଦୁଃଖ। ଏହାର ଅର୍ଥ ଏ ସଂସାର ଦୁଃଖମୟ। ଓକେ ପିଲାମାନେ ଦ୍ୱିତୀୟଟି ହେଉଛି ଦୁଃଖ ସମୁଦାୟ, ଅର୍ଥ ଦୁଃଖର କାରଣ ହେଉଛି କାମନା। ଓକେ ପିଲାମାନେ ତ ତୃତୀୟଟି କ'ଣ ପିଲାମାନେ? ତୃତୀୟଟି ହେଉଛି ଦୁଃଖ ନିରୋଧ। ଏହାର ଅର୍ଥ କାମନାର ବିନାଶରେ ଦୁଃଖର ବିନାଶ। ଓକେ ପିଲାମାନେ ତ ଚତୁର୍ଥଟି କ'ଣ ପିଲାମାନେ? ଦୁଃଖର ନିରୋଧ। ଏହାର ଅର୍ଥ ପିଲାମାନେ ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ ବା ଆର୍ଯ୍ୟ ଅଷ୍ଟାଙ୍ଗ ଦୁଃଖରୁ ମୁକ୍ତି ଦିଏ। ଓକେ ପିଲାମାନେ ତ ପିଲାମାନେ ଚାଲନ୍ତୁ ଆଲୋଚନା କରିବା ଗୌତମ ବୁଦ୍ଧ ପ୍ରଦାନ କରିଥିବା ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ। ଦେଖ ପିଲାମାନେ ଏହି ସାଂସାରିକ ମୋହମାୟାରୁ ମୁକ୍ତି ଲାଭ କରିବା ପାଇଁ ଗୌତମ ବୁଦ୍ଧ 8ଟି ମାର୍ଗ ପ୍ରଦାନ କରିଥିଲେ, ଯାହାକୁ ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ କୁହାଯାଏ। ପ୍ରଥମ ହେଉଛି ସମ୍ୟକ୍ ବାଗ୍, ଦ୍ୱିତୀୟ ସମ୍ୟକ୍ ଉଦ୍ୟମ, ତୃତୀୟ ସମ୍ୟକ୍ ଜୀବିକା, ଚତୁର୍ଥ ସମ୍ୟକ୍ ସ୍ମୃତି, ପଞ୍ଚମ ସମ୍ୟକ୍ ଦୃଷ୍ଟି, ଷଷ୍ଠ ସମ୍ୟକ୍ କର୍ମ, ସପ୍ତମ ସମ୍ୟକ୍ ସମାଧି ଏବଂ ଅଷ୍ଟମଟି ହେଉଛି ସମ୍ୟକ୍ ସଂକଳ୍ପ। ଓକେ ପିଲାମାନେ ତ ଚାଲନ୍ତୁ ଆଲୋଚନା କରିବା କର୍ମବାଦ ଉପରେ ଗୌତମ ବୁଦ୍ଧ କ'ଣ ମତ ଦେଇଥିଲେ। ଓକେ ପିଲାମାନେ ବୁଦ୍ଧଦେବଙ୍କ ମତରେ ମନୁଷ୍ୟ କର୍ମ ଅନୁସାରେ ଫଳ ପାଏ। ମନୁଷ୍ୟ ଯଦି କୁକର୍ମ କରେ ତେବେ ସେ ସଂସାରରେ
ବାରମ୍ବାର ଜନ୍ମ ହୁଏ ଏବଂ କାମନା ବନ୍ଧନରୁ ମୁକ୍ତ ହୁଏ ନାହିଁ। ଓକେ ପିଲାମାନେ, ମନୁଷ୍ୟ ଯଦି ସୁକର୍ମ କରିବ ତେବେ କାମନାରୁ ମୁକ୍ତି ଲାଭ କରିବ ଓ ନିର୍ବାଣ ପ୍ରାପ୍ତ ହେବ। ଓକେ ପିଲାମାନେ, ଆଶା କରୁଛି ଭିଡ଼ିଓଟି ଆପଣମାନେ ଅତି ସହଜରେ ବୁଝିପାରିଥିବେ। ଓକେ ପିଲାମାନେ, ତ ରହୁଛି। ଜୟ ଜଗନ୍ନାଥ।